କ୍ରାବ୍ ମେଣ୍ଟାଲିଟି କ'ଣ? ଏହା କେଉଁଠି ଦେଖିବାକୁ ମିଳେ? କ୍ରାବ୍ ମେଣ୍ଟାଲିଟି ବା କଙ୍କଡ଼ା ମାନସିକତା ଆମ ଉପରେ କ'ଣ ପ୍ରଭାବ ପକାଏ? ଏହାକୁ ଆମେମାନେ ରୋକିବା କିପରି? କାହିଁକି କ୍ରାବ୍ ମେଣ୍ଟାଲିଟି କୁହାଯାଏ? ଦର୍ଶକ ବନ୍ଧୁ, କ'ଣ ଆପଣମାନେ ବି ଏହିସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି? ତ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା। ଯେକୌଣସି ମଣିଷ ଯେତେବେଳେ ନିଜ ସଫଳତା କିମ୍ବା ଉନ୍ନତି ପାଇଁ ଆଗକୁ ବଢ଼ିବାକୁ ଚେଷ୍ଟା କରେ, ସେତେବେଳେ ଆଉ କିଏ ତାକୁ ତଳକୁ ଟାଣିବାକୁ ବା ସେ ଉପରକୁ ଯିବାକୁ ଥିଲେ ତାର ମାର୍ଗକୁ ଅବରୋଧ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଏହି ଆଚରଣକୁ କ୍ରାବ୍ ମେଣ୍ଟାଲିଟି ବା କଙ୍କଡ଼ା ମାନସିକତା କୁହାଯାଏ। ଯଦି ଆମେ ଗୋଟିଏ ବାଲ୍ଟିରେ କିଛି କଙ୍କଡ଼ାକୁ ଛାଡ଼ିଦେବା, ତେବେ ସେଥିମଧ୍ୟରୁ ଯଦି ଗୋଟିଏ କଙ୍କଡ଼ା ବାଲ୍ଟିରୁ ବାହାରକୁ ବାହାରିବାକୁ ଚେଷ୍ଟା କରେ, ତେବେ ଅନ୍ୟ କଙ୍କଡ଼ାମାନେ ତାର ଗୋଡ଼କୁ ତଳକୁ ଟାଣନ୍ତି। ଠିକ୍ ସେହିପରି ଆମ ସମାଜରେ ଯଦି ଜଣେ ବ୍ୟକ୍ତି କୌଣସି ବି କ୍ଷେତ୍ରରେ ଉନ୍ନତି କରିବାକୁ ଲାଗେ, ତେବେ ତାକୁ ଆମ ସମାଜର ବ୍ୟକ୍ତିମାନେ ତଳକୁ ଖସାଇବାକୁ କଙ୍କଡ଼ା ସଦୃଶ ତାର ଗୋଡ଼କୁ ଟାଣନ୍ତି। ଦର୍ଶକ ବନ୍ଧୁ, କଙ୍କଡ଼ା ମାନସିକତା ଆମ ଦୈନନ୍ଦିନ ଜୀବନରେ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। କାର୍ଯ୍ୟାଳୟ ହେଉ କି ସାଙ୍ଗମାନଙ୍କ ମଧ୍ୟରେ ହେଉ, ଏମିତିକି ନିଜ ପରିବାରରେ ମଧ୍ୟ ଏହିସବୁ କଙ୍କଡ଼ା ମାନସିକତା ଦେଖିବାକୁ ମିଳେ। ପ୍ରକୃତରେ କଙ୍କଡ଼ା ମାନସିକତା କେତେ ବଡ଼ ସମସ୍ୟା ଆପଣ ସମସ୍ତେ ଜାଣନ୍ତି ଏବଂ ଆପଣ ମଧ୍ୟ ଏହାକୁ ଅନୁଭବ କରନ୍ତି। ତ ଚାଲନ୍ତୁ କଙ୍କଡ଼ା ମାନସିକତାକୁ ସହଜରେ ଏହି ଛୋଟ ଗଳ୍ପ ମାଧ୍ୟମରେ ବୁଝିବା। ଏକ ସମୟର କଥା, ବଣ ଘେର ଜଙ୍ଗଲ ଭିତରେ ଗୋଟିଏ ଗାଁଟିଏ ଥିଲା। ଗାଁର ନାମ ଥିଲା ଜଳପୁର। ଗାଁର ନାମ ଯେମିତି, ଠିକ୍ ଗାଁର ନାମ ପରି ଗାଁରେ ଅନେକ ଜଳାଶୟ ମଧ୍ୟ ରହିଛି। ଗାଁରେ ଗୋଟିଏ ପିଲା ଥିଲା, ସେ ଭାରି ବୁଦ୍ଧିଆ, ନାଁ ତାର ଜଗନ, ହେଲେ ସ୍ନେହରେ ସମସ୍ତେ ତାକୁ ଡାକନ୍ତି ଜଗୁ। ଜଗୁ ଗାଁର ପାଣି ପବନରେ ଛୋଟରୁ ବଡ଼ ହୋଇଛି। ଯେତେବେଳେ ସେ ଯୌବନ ଅବସ୍ଥାରେ ପହଞ୍ଚିଲା, ସେ ତାର ଜୀବନରେ ସଫଳତା ପାଇବା ପାଇଁ ଅନେକ ଚେଷ୍ଟା କରିଲା, କିନ୍ତୁ ସେ କୌଣସି ବି କ୍ଷେତ୍ରରେ ସଫଳତା ପାଇପାରୁନଥିଲା। ସେ ଛୋଟବେଳେ ହିଁ ଭାରି ବୁଦ୍ଧିଆ, ହେଲେ ଟିକିଏ କଥା କୁହାଳିଆ ମଧ୍ୟ। ତାର କୋଉ କଥା କାହାକୁ ବି ଅଛପା ନଥାଏ ପୁରା ଗାଁରେ। ଦିନକର କଥା, ଗୋଟିଏ ଦିନ ଜଗୁ କାନ୍ଦି କାନ୍ଦି ମନ୍ଦିରକୁ ଗଲା। ଭଗବାନଙ୍କ ଆଗରେ କେତେ କାନ୍ଦିଲା, ଆଉ କହିଦେଇ ଆସିଲା, ପ୍ରଭୁ, ମୁଁ ତ ମୋ ଜୀବନରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଛି, ହେଲେ ସଫଳ କାହିଁକି ହେଉନି? ମୋତେ ତାର ଉତ୍ତର ଦିଅ ପ୍ରଭୁ, ମୋତେ ତାର ଉତ୍ତର ଦିଅ। ଏତିକି କହି ଜଗୁ କାନ୍ଦି କାନ୍ଦି ପୁଣି ଘରକୁ ବାହାରିଲା। ଜଗୁ ଗାଁ ମନ୍ଦିରରୁ ଗୋଟେ ଜଙ୍ଗଲ ରାସ୍ତା ଦେଇ ଘରକୁ ଯାଉଥାଏ। ଘରକୁ ଯାଉ ଯାଉ ତାକୁ ସନ୍ଧ୍ୟା ହୋଇଗଲା। ଯେତେବେଳେ ଘରକୁ ଫେରୁଥାଏ, ବାଟରେ ଦେଖିଲା କେହି ଜଣେ କିଛି କଙ୍କଡ଼ାମାନଙ୍କୁ ଗୋଟିଏ ବାଲ୍ଟିରେ ରଖିଦେଇ ଯାଇଛି। ସେ ଯାଇ ଦେଖେ ତ, ସେଥିରୁ ଗୋଟିଏ କଙ୍କଡ଼ା ବାହାରକୁ ବାହାରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି, ହେଲେ ତାକୁ ଅନ୍ୟ କଙ୍କଡ଼ାମାନେ ତଳକୁ ଟାଣି ଦେଉଛନ୍ତି। ଫଳରେ ସେ କଙ୍କଡ଼ାଟି ଯେତେ ଚେଷ୍ଟା କଲେ ମଧ୍ୟ ବାଲ୍ଟିରୁ ବାହାରକୁ ବାହାରି ପାରୁନି। କିନ୍ତୁ ଏଠାରେ ଜଗୁ ଅନୁମାନ କଲା ଯେ ଯଦି କଙ୍କଡ଼ାଟି ବାହାରକୁ ଆସିପାରନ୍ତା, ତେବେ ସେ ନିଜେ ବାହାରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସେ ବାଲ୍ଟିରୁ ବାହାର କରିପାରନ୍ତା। ଜଗୁ ବାଟରେ ଯିବାବେଳେ ଏହି ଘଟଣାଟିକୁ ନିଜ ଜୀବନ ସହିତ ଯୋଡ଼ିଲା। ସେ ଦେଖିଲା ଯେ ହଁ ତ, ମୋ ଲାଇଫରେ ବି ଠିକ୍ ଏପରି ପରିସ୍ଥିତି। ତାପରେ ସେ ଭଗବାନଙ୍କୁ ଧନ୍ୟବାଦ ଦେଲା ଏବଂ କଙ୍କଡ଼ା ମାନସିକତା ଏହି କ୍ରାବ୍ ମେଣ୍ଟାଲିଟିକୁ ବୁଝିଗଲା। କିନ୍ତୁ ଦର୍ଶକ ବନ୍ଧୁ, ଏହି ଘଟଣା ପରେ ଜଗୁ କୁଆଡ଼େ ଉଭାନ ହୋଇଗଲା। ସେ ତାର ଗାଁ ଛାଡ଼ି ଏକ ଦୂର ସହରକୁ ପଳାଇଲା। କିଛି ଦିନ ପରେ ଜଗୁ ଦିଲ୍ଲୀରେ ଥାଇ ତା ବାପାକୁ କଲ୍ କରିଲା ଏବଂ କହିଲା, ବାପା, ମୋତେ କ୍ଷମା କରିଦେବ। ମୁଁ ତୁମକୁ ନ ଜଣେଇ ରଘୁ ଭାଇନାଙ୍କ ସହ ଦିଲ୍ଲୀ ଆସିଛି ଭାରି। କିନ୍ତୁ ବାପା, ମୁଁ ଏଠାକୁ ବୁଲିବାକୁ ଆସିନି, ଏଠାକୁ ଆସିଛି ଆମର ସମୟ ବଦଳାଇବା ପାଇଁ। ଏକଥା ଶୁଣିବା ପରେ ସତେ ଯେପରି ରଘୁର ବାପାଙ୍କ ମୁଣ୍ଡ ଉପରେ ଆକାଶଟା ଫାଟି ପଡ଼ିଲା। ଏହାପରେ ଜଗୁର ବାପା କାନ୍ଦ କାନ୍ଦ ମୁହଁରେ କିଛି ଏହିପରି କହିଲେ, ଜଗୁ, ତୋ ମୁଣ୍ଡ କାମ କରୁଛି ତ? ହଁ ବାପା, ମୁଁ ଯଦି ଗାଁରେ ରହିବି, ତେବେ କ୍ରାବ୍ ମେଣ୍ଟାଲିଟି ବିଚାର କରୁଥିବା ଲୋକମାନେ କେବେ ହେଲେ ଆମକୁ ଆଗକୁ ବଢ଼ିବାକୁ ଦେବେନି। ହଉ ବାପା, ରହୁଛି, କିଛି ବ୍ୟସ୍ତ ହେବନି, ମୁଁ ଠିକ୍ ଅଛି,
ତୁମେ ତୁମର ମାର ଏବଂ ମିଟୁର ଯତ୍ନ ନେବ। ରହୁଛି। ଏହି ହେଉଛନ୍ତି ଜଗମୋହନ ବାରିକ, ଜଳପୁର ଜିଲ୍ଲାର ନୂଆ ଜିଲ୍ଲାପାଳ। ହେଲେ ତାଙ୍କୁ ଦେଖି ଲୋକମାନେ ଏମିତି ଆଶ୍ଚର୍ଯ୍ୟ କ'ଣ ପାଇଁ ହେଇଯାଉଛନ୍ତି? ଇଏ ହେଉଛନ୍ତି ସେଇ ଜଗମୋହନ ଯାହାକୁ ଗାଁରେ ସମସ୍ତେ ଜଗୁ ବୋଲି ଜାଣନ୍ତି, ଯିଏ ଏହି ଗାଁର ପାଣି ପବନ ଛୋଟରୁ ବଡ଼ ହୋଇଥିଲା। ହେଲେ ଆଜି ସିଏ ଭାରତର ସର୍ବୋଚ୍ଚ ପରୀକ୍ଷା UPSC ଦେଇକି କଲେକ୍ଟର ହେଇ ଗାଁକୁ ଆସିଛନ୍ତି। ହେଲେ ଏ କି ଦୃଶ୍ୟ! ସେ ଗାଁକୁ ଆସିବା ମାତ୍ରେ ସମସ୍ତଙ୍କୁ ଏକତ୍ରିତ କରି ଏ କ'ଣ କହିବାକୁ ଚାହୁଁଛନ୍ତି? ଯଦି ମୁଁ ସେଦିନ ବଣରେ ସେ କଙ୍କଡ଼ା ଭରା ବାଲ୍ଟିକୁ ଦେଖିନଥାନ୍ତି, ତେବେ ହୁଏତ ଆଜି ଏଠାରେ ଆପଣଙ୍କ ସାମ୍ନାରେ ଏ କଲେକ୍ଟର ହୋଇକି ନଥାନ୍ତି। ଯଦି ଜୀବନରେ କ୍ରା ମେଣ୍ଟାଲିଟିକୁ ଠିକ୍ ସମୟରେ ବୁଝିଯିବ, ତେବେ ସମସ୍ତେ ଜୀବନରେ ସଫଳ ହୋଇପାରିବ। ହେଲେ ସମସ୍ତଙ୍କୁ ତ ମୋ ପରି ବଣରେ ଏଭଳି ଶିକ୍ଷା ମିଳିବନି ଯେ କ୍ରା ମେଣ୍ଟାଲିଟି କ'ଣ, ଏ କଙ୍କଡ଼ା ମାନସିକତା ବୁଝିବା ପାଇଁ ତ ସମସ୍ତେ ମୋ ଭଳି ବଣରେ ଏହି କଙ୍କଡ଼ା ଭରା ବାଲ୍ଟି ଦେଖିବାକୁ ପାଇବେନି ନା। କିନ୍ତୁ ଏବେ ସମୟ ବଦଳି ସାରିଲାଣି। ତମେମାନେ କ୍ରା ମେଣ୍ଟାଲିଟିକୁ ବୁଝିବା ପାଇଁ ହେଲେ ଅତି ସହଜରେ ବୁଝିପାରିବ। ତମେମାନେ ଯଦି ୟୁଟ୍ୟୁବରେ ନୂଆ ରହସ୍ୟ ସର୍ଚ୍ଚ କରିବ, ତେବେ ସିନା ଏହି ଭିଡ଼ିଓ ଦେଖିବାକୁ ପାଇବ, ଆଉ ସହଜରେ କ୍ରା ମେଣ୍ଟାଲିଟିକୁ ବୁଝିପାରିବ। ଦର୍ଶକ ବନ୍ଧୁ, ଠିକ୍ ଏପରି ଆମେମାନେ ମଧ୍ୟ ଏହି କ୍ରା ମେଣ୍ଟାଲିଟିର ଶିକାର ହୋଇସାରିଲେଣି। ତ ନିଜେ ସାବଧାନ ରୁହନ୍ତୁ ଓ ଏହି କ୍ରା ମେଣ୍ଟାଲିଟିରୁ ବାହାରକୁ ବାହାରି ସଫଳତାର ସ୍ୱାଦ ଚାଖନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଚଖାନ୍ତୁ। କ୍ରା ମେଣ୍ଟାଲିଟି ଯେତେ ସୂକ୍ଷ୍ମ ସେତେ ଜଟିଳ ମଧ୍ୟ। ଏକା ସାଙ୍ଗରେ ଏହାକୁ ରୋକିବା ସମ୍ଭବ ନୁହେଁ। ହେଲେ ଯଦି ଆମେ ଚାହିଁବା, ତେବେ ଏହା ଧୀରେ ଧୀରେ ଦୂର ହୋଇପାରିବ। ଦର୍ଶକ ବନ୍ଧୁ, କ୍ରା ମେଣ୍ଟାଲିଟି ପାଇଁ ଆଜି ସମାଜରେ ଆମେ ଅନେକ ସଫଳ ବ୍ୟକ୍ତିଙ୍କୁ ଦେଖିବାକୁ ପାଉନାହାନ୍ତି। ହୁଏତ ଆପଣଙ୍କ ଭିତରେ ବି ଏପରି କିଛି ପ୍ରତିଭା ଥାଇପାରେ ଯାହା ପୁରା ଦୁନିଆ ଆବଶ୍ୟକତା କରିଥାଏ, ହେଲେ ଏହି ସମାଜର ଲକ୍ଷଣ ପାଇଁ ତାହା ଲୋକଲୋଚନକୁ ଆସିପାରୁନାହିଁ। ତ ସାଙ୍ଗମାନେ, ଏହି କ୍ରା ମେଣ୍ଟାଲିଟିକୁ ଚିହ୍ନନ୍ତୁ ଏବଂ ଏହାଠାରୁ ଯଥାସମ୍ଭବ ଦୂରରେ ନିଜକୁ ସୁରକ୍ଷିତ କରି ରଖନ୍ତୁ। ଆଉ ହଁ ସାଙ୍ଗମାନେ, ଭିଡ଼ିଓଟିକୁ ସମାଜର କୋଣ ଅନୁକୋଣରେ ସେୟାର କରିଦିଅନ୍ତୁ, ଯାହାଦ୍ୱାରା ତୁମେ ବି ଜଣେ ରିଅଲ ହିରୋ ହୋଇପାରିବ ଏବଂ ଜଣେ ପ୍ରତିଭାକୁ ସାମ୍ନାକୁ ଆଣିବାରେ ତୁମର ବି ଯୋଗଦାନ ରହିବ। ଦର୍ଶକ ବନ୍ଧୁ, ଆପଣମାନଙ୍କ ମତରେ ଏହି କ୍ରା ମେଣ୍ଟାଲିଟିକୁ ରୋକିବା ପାଇଁ କେଉଁ କେଉଁ ପଦକ୍ଷେପ ନେବା ଉଚିତ କମେଣ୍ଟ ବକ୍ସରେ ଜଣାନ୍ତୁ। ତ ସାଙ୍ଗମାନେ, ଯଦି ଆପଣମାନଙ୍କୁ ଆଜିର ଏହି ଛୋଟ ଭିଡ଼ିଓଟିରେ କିଛି ଶିଖିବାକୁ ମିଳିଥାଏ, ତେବେ ନିଶ୍ଚିତ ଭାବେ ଆଜିର ଏହି ଭିଡ଼ିଓକୁ ଲାଇକ୍ କରିବାକୁ ଭୁଲିବେନି। ତ ଦର୍ଶକ ବନ୍ଧୁ, ଦେଖା ହେବ ଏହିପରି ଆଉ ଏକ ନୂତନ ରହସ୍ୟ ଘେରା ଭିଡ଼ିଓରେ। ସେଥିପର୍ଯ୍ୟନ୍ତ ରହୁଛୁ। ନମସ୍କାର। ଜୟ ଜଗନ୍ନାଥ।